ଛୁଆମାନେ ସମସ୍ତ ଏଇ ଗ୍ରୀଷ୍ମ ଅବକାଶରେ ଶୁଭ ଅଭିନନ୍ଦନ। ତେଣୁ ଆଜି ଆମେ ଆଉ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ କରିବା ଯାହାକି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ରରେ ଆଲୋଚନା। ତେଣୁ ତୁମେମାନେ ସବୁବେଳେ କୁହ ସାରେ ଗପ ଶୁଣିମୁ। ତେଣୁ ସେହି ଗପର କଥାକୁ ଆଜି କହିବା। ତେଣୁ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର ଘଣ୍ଟ ଭଳି ନିର୍ଭୀକ ଭାବରେ କିଭଳି ସତ୍ୟର ସାମ୍ନା କରୁଥିଲେ ସେ କଥାକୁ ଆମେ ଆଲୋଚନା କରିବା। ଅଭାବ ଅନାଟନ ଦୁଃଖ ଦାରିଦ୍ର୍ୟ ଭିତରେ ଜୀବନ କାଳତିପାତ କଲେ ମଧ୍ୟ ସତ୍ୟକୁ ଛାଡ଼ି ନାହାନ୍ତି, ମିଥ୍ୟାର ଆଶ୍ରୟ ନେଇନାହାନ୍ତି ଏବଂ ସାରା ଜୀବନ ନ୍ୟାୟ ପଥରେ ଚାଲିଥିବା ମଣିଷଟିଙ୍କର କଥାକୁ ଆମେ ଆଜି ଶୁଣିବା। ତେଣୁ ନୟାଗଡ଼ ଜିଲ୍ଲାର ସେତେବେଳେ ରାଜା ରାମଚନ୍ଦ୍ର ମଙ୍ଗରାଜ ଥାନ୍ତି। ତେଣୁ ତାଙ୍କ ପାଖରେ ଉତ୍କଳ ଘଣ୍ଟ ରାଜସଭାରେ କାର୍ଯ୍ୟ କରୁଥାନ୍ତି। ତେଣୁ ଦିନେ ରାଜା ରାଣୀ କ'ଣ କରୁଛନ୍ତି ନା ଚାରିଟା ବେଳେ ଯେଉଁ ସାନ୍ଧ୍ୟ ଭ୍ରମଣ କରିବାକୁ ଯାଇଛନ୍ତି। କେଉଁଠିକି? ଉପବନକୁ ଯାଇଛନ୍ତି ସାନ୍ଧ୍ୟ ଭ୍ରମଣ କରିବାର, ପ୍ରକୃତିର ମନୋରମ ଦୃଶ୍ୟକୁ ଉପଭୋଗ କରୁଛନ୍ତି। ଏହି ସମୟରେ କିଏ ନା ଉତ୍କଳ ଘଣ୍ଟ କବି ଯଦୁମଣି ଯାଇ ପହଞ୍ଚିଗଲେ। କେଉଁଠି ପହଞ୍ଚିଲେ ନା ସେଇ ରାଜାଙ୍କୁ ଖୋଜି ସେ ଯାଇକି ସେଇ ଉପବନରେ ପହଞ୍ଚିଗଲେ। ଯେତେବେଳେ ରାଜା ରାଣୀ ଦୁହେଁ ଦେଖିଛନ୍ତି କବି ଯଦୁମଣିଙ୍କୁ, ଖୁସିରେ ଗଦଗଦ ହୋଇଗଲେ ଏବଂ କବି ଯଦୁମଣି ଏମିତି ତାଙ୍କ ଜୀବନରେ କେବେ ହାରିବା ଶିଖିନାହାନ୍ତି। ତେଣୁ ତାଙ୍କର ଏତେ ପ୍ରଗାଢ଼ ଜ୍ଞାନ, ଯାହାକି ତାଙ୍କ ଜ୍ଞାନ ଆଗରେ ରାଜା ମଧ୍ୟ ମଥାନତ କରୁଥିଲେ। ତେଣୁ ତାଙ୍କୁ ଦେଖିକି ଭାରି ଖୁସି ହୋଇଗଲେ ଏବଂ ଖୁସିରେ ରାଣୀ ପଚାରୁଛନ୍ତି କାହାକୁ ନା କବି ଯଦୁମଣିକୁ ପଚାରୁଛନ୍ତି, କବି ଯଦୁମଣି ଆଜି ତମ ଘରେ କ'ଣ ରୋଷେଇ ହେଇଥିଲା, ଖାଇକରି ଆସିଲ? ତେଣୁ କବି ଯଦୁମଣିକି ଖୁସିରେ ପଚାରୁଛନ୍ତି ରାଣୀ, ଆମେ ଯାହା ବନ୍ଧୁବାନ୍ଧବ କି ସାଙ୍ଗସାଥି ଦେଖାହେଲେ ପଚାରନ୍ତିନି ଆଜି କ'ଣ ଖାଇଛୁ, କ'ଣ ହେଇଥିଲା ଘରେ ତରକାରୀ, ପଚାରନ୍ତି। ତେଣୁ କବି ଯଦୁମଣିଙ୍କୁ ରାଣୀ ପଚାରୁଛନ୍ତି, କବି ଯଦୁମଣି ଆଜି ଘରେ ତମ ଘରଣୀ କ'ଣ ରୋଷେଇ କରିକି ଦେଇଥିଲେ ଖାଇବାକୁ? ତେଣୁ ସିଏ ତ କବି ଯଦୁମଣି, ତେଣୁ ସିଏ କ'ଣ ମାନେ ମରୁରେ ଝରାନ୍ତି ଅମୃତର ବାରିଧାରା, ମରୁ ପ୍ରାନ୍ତରରେ ଯିଏ ଛୁଟାଇ ଦିଅନ୍ତି ଲେଖନି ମୁନରେ ଅମୃତର ବାରିଧାରା। ତେଣୁ ତାଙ୍କୁ ବା କିଏ ପାରିବ? ତେଣୁ ସେ ଛୋଟିଆ କଥାଟେ ଗଳ୍ପ କବିତା ଛଳରେ କହିଲେ ରାଣୀକୁ, କହିଲେ ନା ଛୁଆଟି ବେଳରୁ ମୁଣ୍ଡରେ ଟୋପି, କୃଷ୍ଣ ଅବତାରେ ମୋହିଲେ ଗୋପୀ, ରାମ ଅବତାରେ ରାବଣ ମାରି ଆଜି ହେଇଥିଲା ସେଇ ତରକାରୀ। ତେଣୁ କେଡ଼େ ସୁନ୍ଦର ଭାବରେ ସେ କହିଲେ। ରାଜା ରାଣୀ ଦୁଇ ଜଣ ଯାକ ତାଟକା ହେଇଗଲେ, କରିଗଲେ। କହିଲେ ଆରେ ମୁଁ ତରକାରୀ ପଚାରିଲେ ଆଜି କି ତରକାରୀ କରିଥିଲେ ଘରେ, କ'ଣ ଖାଇକରି ଆସିଲ? ତେଣୁ ସିଏ ତରକାରୀ କଥା ନ କହିକି ଛନ୍ଦ ମାଧ୍ୟମରେ, ଅଳଙ୍କାର ମାଧ୍ୟମରେ ତାଙ୍କର ଶାଣିତ ଲେଖନୀ ମୁନରେ ଏଭଳି ଭାବରେ ପରିପ୍ରକାଶ କଲେ, ଯାହାକୁ ପରବର୍ତ୍ତୀ ସମୟରେ ଯାହା ସ୍ମୃତି ହେଇକି ରହିଛି ଆଜି, ଯାହା ପାଇଁ ସିଏ ଆଜି ଚିର ଅମର ହେଇ ରହିଛନ୍ତି। ତେଣୁ ସେ କହିଲେ ଛୁଆଟି ବେଳରୁ ମୁଣ୍ଡରେ ଟୋପି, କୃଷ୍ଣ ଅବତାରେ ମୋହିଲେ ଗୋପୀ, ରାମ ଅବତାରେ ରାବଣ ମାରି ଆଜି ହେଇଥିଲା ସେହି ତରକାରୀ। ତେଣୁ ତରକାରୀ କ'ଣ ହେଇଥିଲା ନ କହିକି ଛନ୍ଦରେ ସେ କହିଦେଲେ। ରାଜା ରାଣୀ ଦୁଇ ଜଣ କରିକି ଅନେଇଛନ୍ତି। ତେଣୁ ଏଇଭଳି ସେ ଥିଲେ କବି। ଉତ୍କଳର ଘଣ୍ଟ ଯେମିତି କ'ଣ କରେ, ସମସ୍ତଙ୍କୁ ଜାଗ୍ରତ କରେ, ନିର୍ଭୀକ ଭାବରେ କାହାକୁ ଡରନ୍ତି ନାହିଁ। ଘଣ୍ଟ ଭଳି ଉଚ୍ଚ ସ୍ୱରରେ ସେ ଯାହା କୁହନ୍ତି ନିର୍ଭୀକ ଭାବରେ ଉଚ୍ଚ ସ୍ୱରରେ, ଗୁପଚୁପିଆ କଥା ତାଙ୍କର ନଥିଲା। ତେଣୁ ଗାଇ ଉଠିଲେ। ରାଜା ରାଣୀ ଦୁଇ ଜଣ ତାଟକା ହେଇଗଲେ। ରାଣୀ କହୁଛନ୍ତି
ଯଦୁମଣି ଯଦୁମଣି ଆମେ ତୁମକୁ ଆଉ ପାରିବୁ ନାହିଁ ତୁମେ ଆମକୁ କୁହ, ଇଏ ତ ଯାହା କହିଲେଣି ଆମେ କିଛି ବୁଝୁ, ୟା ତରକାରୀର ବିନ୍ଦୁ ବିସର୍ଗ ବି ନାହିଁ। ତେଣୁ ସେ ତାଙ୍କୁ ବୁଝେଇଦେଲେ। କ'ଣ ବୁଝେଇଲେ? ଛୁଆଟି ବେଳରୁ ମୁଣ୍ଡରେ ଟୋପି, ଛୋଟିଆ ବେଳରୁ କିଏ ମୁଣ୍ଡରେ ଟୋପି ପିନ୍ଧେ? ଆଉ ଆମେ ଅନୁମାନ କରିବା ଉତ୍ତରକୁ। ଆଉ କ'ଣ କଲେ ନା କୃଷ୍ଣ ଅବତାରେ ମୋହିଲେ ଗୋପୀ। କାହାକୁ ନେଇକି କୃଷ୍ଣ ଅବତାରେ ମୋହିଛନ୍ତି ଗୋପୀ? ନା ବଇଁଶୀ। ବାଉଁଶର ଛୁଆଟି ବେଳେ ଟୋପି ଥାଏ, ଆମେ ସେଇଆକୁ ବି କୁହନ୍ତି ଛୁଆଟି ବେଳେ ପ୍ୟାଣ୍ଟ ପିନ୍ଧେ, ବଡ଼ ହେଲେ ଲଙ୍ଗଳା ହୁଏ। କିଏ ସିଏ? ବାଉଁଶ। ଯିଏକି ବାଉଁଶ ଛୋଟ ବେଳେ ତାର ଉପରେ କ'ଣ ଖୋଳପା ରହିକି ଥାଏ। ତେଣୁ ସେ କହୁଛନ୍ତି ଛୁଆଟି ବେଳେ ମୁଣ୍ଡରେ ଟୋପି, କୃଷ୍ଣ ଅବତାରେ ମୋହିଲେ ଗୋପୀ। ଯେଉଁ ବଇଁଶୀ କେଉଁଥିରେ ତିଆରି? ନା ବାଉଁଶରେ। ସେ ବାଉଁଶରେ ତିଆରି ନିର୍ମିତ ବଇଁଶୀରେ ସିଏ 16,000 ଗୋପ ନାରୀଙ୍କୁ ମୋହିଥିଲେ, ବଶ କରିଦେଇଥିଲେ। ଆଉ ନା ରାମ ଅବତାରେ ରାବଣ ମାରି, ରାବଣ କେଉଁଥିରେ ମାରିଲେ? ନା ଧନୁ କେଉଁଥିରେ ତିଆରି? ନା ବାଉଁଶରେ ତିଆରି। ତେଣୁ ଆଜି ହେଇଥିଲା ସେଇ ତରକାରୀ, ତାମାନେ ବାଉଁଶ ତରକାରୀ ହେଇଥିଲା। ତେଣୁ ବାଉଁଶ, କଷି ବାଉଁଶ, ଛୋଟ ବେଳର କଷି ବାଉଁଶ ଯେଉଁ ତାକୁ ତରକାରୀ କରିକି ଖାଆଯାଏ। ତେଣୁ କବି ଯଦୁମଣି ସିଧାସଳଖ ବାଉଁଶ ତରକାରୀ ହୋଇଥିଲା ନ କହିକି ତାକୁ ସେଇଭଳି ଛନ୍ଦ ଭାବରେ କହିଲେ। ରାଜା ରାଣୀ ଦୁହେଁ ହସି 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 ମାନେ ବେଦମ ହେଇଗଲେ। ଏବଂ ସେ ସ୍ମୃତି, ତାଙ୍କର ଜ୍ଞାନ ଅସାଧାରଣ। ତେଣୁ ତାଙ୍କ ଜ୍ଞାନ ପାଖରେ ଉତ୍କଳରେ ଏଭଳି କୌଣସି ସେ ସମୟରେ ସମସାମୟିକ କେହି ନଥିଲେ ତାଙ୍କୁ ହରେଇବା ପାଇଁ। ତାଙ୍କ ଜୀବନରେ ସେ କେବେ ହାରିବା ଶିଖି ନାହାନ୍ତି ଏବଂ ସତ୍ୟ ଆଉ ନ୍ୟାୟ ପଥରେ ଚାଲିଛନ୍ତି। ଏବଂ ରାଜାଙ୍କ ସାଥିରେ ମଧ୍ୟ ରାଜାଙ୍କୁ ମଧ୍ୟ କିଭଳି ସେ ରାଜା ତାଙ୍କୁ ହରେଇବାକୁ ଚେଷ୍ଟା କରି ଗାଇଥିବା ପଦଟିଏ କହୁଛି। ରାଜା ହାତୀ ଉପରେ ବସିକି ଯାଉଛନ୍ତି, କବି ଯଦୁମଣି ତଳେ ଚାଲୁଛନ୍ତି। ତେଣୁ ସେ ରାଜା କହୁଛନ୍ତି, ଦେଖ ମୁଁ କେତେ ବଡ଼, ମୁଁ ଏ ରାଜ୍ୟର ରାଜା, ମୁଁ ହାତୀ ଉପରେ ବସିକି ଯାଉଛି। ସେ କବି ଯଦୁମଣି ଛାଡ଼ିବା ଲୋକ ନୁହେଁ। ସାଙ୍ଗେ ସାଙ୍ଗେ ଅସାଧାରଣ ସରସ୍ୱତୀ, ଯେମିତି ମା ସରସ୍ୱତୀ ତାଙ୍କ କଣ୍ଠରେ ବିରାଜମାନ କରିଥାନ୍ତି, ସତେ ଯେମିତି ସାଙ୍ଗେ ସାଙ୍ଗେ ତାଙ୍କ ପାଟିରୁ ବାହାରି ଆସିଲା, ନିକିତି ତୌଲ ସାନ ବଡ଼କୁ, ଭାରି ହୁଏ ଯିଏ ରହେ ତଳକୁ। ରାଜାଙ୍କ ମୁହଁ କଳା ପଡ଼ିଗଲା। କହିଲା ନିକିତି ଧୈର୍ଯ୍ୟ, ତାନେ ନିକିତି ତୌଲ ସାନ ବଡ଼କୁ, ଭାରି ହୁଏ ଯିଏ ରହେ ତଳକୁ। ଯିଏ ଭାରି, ଯିଏ ବଡ଼, ଯିଏ ଓଜନିଆ, ସେ ତଳକୁ ରୁହେ ନା ଉପରକୁ ଯାଏ? ତଳକୁ ଆସେ ନିକିତିରେ। ତେଣୁ ତୁମେ ଉପରକୁ ଯାଇଛ କ'ଣ? ଭାରି ନା ହାଲୁକା? ତେଣୁ ଭାରି ଯିଏ ସେ ତଳେ, ହାଲୁକା ଯିଏ ସେ ଉପରେ। ମାନେ ଏଇଭଳି ଭାବରେ କେତେ କ'ଣ କହିଯାଇଛନ୍ତି। ତେଣୁ ଯାହା ହଉ ଆଜି ତ ତୁମେମାନେ ବହୁତ ବଢ଼ିଆ ଶୁଣିଲ। ତେଣୁ ଏ କଥାକୁ ମନେ ରଖିବ ଏବଂ ନିଜର ଜ୍ଞାନ ଆଉ ଗାରିମାକୁ ଟିକେ ବୃଦ୍ଧି କରିବ ଏବଂ ମନେ ରଖିବା ଆମର ସେଇ ପୂର୍ବପୁରୁଷଙ୍କର କୀର୍ତ୍ତି ଆଉ ଗୌରବରାଜିକୁ। ତେଣୁ ନିଶ୍ଚିତ ଭାବରେ ତୁମେମାନଙ୍କ ଭିତରେ ବି ସେଇ ସୃଜନଶୀଳତା ରହିଛି, ସେହି ଗୁଣ ରହିଛି। କାହିଁକି? ଆର୍ଯ୍ୟ ମାଟିର ହେବିର ସନ୍ତାନ ଜାଗ୍ରତ ହୁଅ ଚିର, ତୋ ମାଟିରେ ଜନ୍ମ କେତେ ମୁନି ଋଷି, କେତେ କେତେ କାରିଗର, ବାଜିଆ ଧର୍ମା ଏମାନଙ୍କ କଥା ନିଶ୍ଚୟ ଶୁଣିଥିବୁ ଦିନେ, ବୃହତ୍ତର ପାଇଁ ଭୁଲିଗଲେ ସବୁ କ୍ଷୁଦ୍ର ଜୀବନର ମାନେ। ତେଣୁ ଇଏ ହେଉଛି ସେଇ ପୁଣ୍ୟ ମାଟି। ସେଇ ପୁଣ୍ୟ ମାଟିର ଦାୟାଦ ତୁମମାନଙ୍କ ଭିତରେ ବି ସେହିମାନଙ୍କର ରକ୍ତ ପ୍ରବାହିତ ହେଉଛି। ତେଣୁ ନିଶ୍ଚିତ ଭାବରେ ଯତ୍ନ ଅଧ୍ୟବସାୟ ବଳେ କିବା ଅସାଧ୍ୟ ମହି ତଳେ। ନିଶ୍ଚିତ ଭାବରେ ତୁମେ ଯଦି ଯତ୍ନ କରିବ, ଅଧ୍ୟବସାୟ କରିବ, ଏକାଗ୍ରତା କରିବ, ମନୋନିବେଶ କରିବ, ନିଶ୍ଚିତ ଭାବରେ ତୁମେମାନେ ମଧ୍ୟ ତାଙ୍କ ପରି ଜଣେ ହେଇପାରିବ। ଯାହା ହଉ ଆଜିର ଭିଡ଼ିଓକୁ ଏଇଠି ମୁଁ ବିରାମ ଦେଉଛି। ଧନ୍ୟବାଦ। ସମସ୍ତଙ୍କର ମଙ୍ଗଳ ହେଉ। ଭଗବାନ ସମସ୍ତଙ୍କୁ ସୁଖ ଶାନ୍ତି ଐଶ୍ୱର୍ଯ୍ୟ ପ୍ରଦାନ କରନ୍ତୁ ଏବଂ ସମସ୍ତଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ।